श्रोताबंधु साहित्य संस्कृति चिंतन चैनल रो ଏହି ଅଧିବେଶନକୁ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ଆଜି ଉତ୍କଳୀୟ ପରମ୍ପରାରେ ଏକ ପାର୍ବଣ ତିଥି ପବିତ୍ର ବ୍ରତ। ଆଜି ସ୍ୱାମୀ ସୋହାଗିନୀ ପତିବ୍ରତା ମହିଳାମାନଙ୍କର ସାବିତ୍ରୀ ବ୍ରତ। ଏଥିପାଇଁ ସମସ୍ତ ଓଡ଼ିଆଣୀ ମହିଳାମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ତେବେ ମହାସତୀ ସାବିତ୍ରୀଙ୍କ ଚରିତ୍ରକୁ ନେଇ ଏକ ଆଲେଖ୍ୟ ଯାହାକୁ ପ୍ରସ୍ତୁତ କରିଛନ୍ତି ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା ଆପଣମାନଙ୍କ ଉଦ୍ଦେଶ୍ୟରେ ଏହି ପବିତ୍ର ପରିବେଶରେ ପବିତ୍ର ତିଥିରେ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ମହାସତୀ ସାବିତ୍ରୀଙ୍କ କଥା। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତ ହୁଏ ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀ ଲୋକମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ପଛରେ ମହର୍ଷି ବ୍ୟାସକୃତ ସଂସ୍କୃତ ମହାଭାରତରେ ଏକ ଅତି ସୁନ୍ଦର ବଳିଷ୍ଠ କାହାଣୀ ରହିଛି। ଏ କାହାଣୀ ମଧ୍ୟରେ ଲୁଚି ରହିଥିବା ଦାର୍ଶନିକ ତତ୍ତ୍ୱକୁ ମହାଯୋଗୀ ଶ୍ରୀ ଅରବିନ୍ଦ ଉପସ୍ଥାପନ କରିଛନ୍ତି ସାବିତ୍ରୀ ମହାକାବ୍ୟରେ। ଏହି ରୋଚକ କାହାଣୀ ମହାଭାରତରେ ମହର୍ଷି ବୈଶମ୍ପାୟନ ଉବାଚରେ ବନପର୍ବ ସପ୍ତମ ସ୍କନ୍ଦ 293ରୁ 299 ଅଧ୍ୟାୟ ମଧ୍ୟରେ ପତିବ୍ରତା ମହାତ୍ମ୍ୟ ଭାବେ ବର୍ଣ୍ଣିତ ହୋଇଛି। ଏହା ସେହି ସମୟର କଥା ଯେତେବେଳେ ପାଣ୍ଡବମାନେ କପଟ ପଶା ଖେଳରେ ପରାଜିତ ତଥା ରାଜ୍ୟହରା ହୋଇ ବନବାସୀ ହୋଇଥାନ୍ତି। ଧର୍ମରାଜ ଯୁଧିଷ୍ଠିର ମହାମୁନି ମାର୍କଣ୍ଡେୟଙ୍କୁ ପ୍ରଶ୍ନ କରିଥିଲେ, କ'ଣ ଏ ଦୁନିଆରେ ଦ୍ରୌପଦୀଙ୍କ ଭଳି ଆଉ କୌଣସି ପତିବ୍ରତା ତଥା ତ୍ୟାଗପୂତା ନାରୀ ଅଛନ୍ତି? ଯଦି ଜାଣିଥାନ୍ତି ତେବେ ଆପଣ ମୋତେ କୁହନ୍ତୁ। ଧର୍ମରାଜଙ୍କର ଏହି ପ୍ରଶ୍ନ ଶୁଣି ମାର୍କଣ୍ଡେୟ ମୁନି କହିଲେ, ହଁ, ଏହିଭଳି ଜଣେ ନାରୀ ଅଛନ୍ତି, ତାଙ୍କ ବିଷୟରେ କହୁଛି, ଧ୍ୟାନ ସହକାରେ ଶୁଣ। ସେ କଥା ଆରମ୍ଭ କଲେ। ପୂର୍ବେ ମହାସତୀ ସାବିତ୍ରୀ ତାଙ୍କର ପତିବ୍ରତା ଧର୍ମ ବଳରେ ଯମରାଜଙ୍କ ଠାରୁ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣିପାରିଥିଲେ। ସାବିତ୍ରୀ ଥିଲେ ମଦ୍ର ଦେଶର ରାଜା ଅଶ୍ୱପତିଙ୍କ କନ୍ୟା। ମଦ୍ର ନରେଶ ମା ସାବିତ୍ରୀଙ୍କ କୃପାରୁ କନ୍ୟାଟି ପାଇଥିବାରୁ ନାମ ରଖିଥିଲେ ସାବିତ୍ରୀ। ସେହି କନ୍ୟା ବିବାହ ଯୋଗ୍ୟା ହେବା ବେଳକୁ ମହାରାଜ ତାର ବିବାହ ପାଇଁ ବହୁ ଚିନ୍ତିତ ହୋଇପଡ଼ିଲେ। ସାବିତ୍ରୀଙ୍କୁ ସେ କହିଲେ, ତୁ ବିବାହ ଯୋଗ୍ୟା ହୋଇଗଲୁଣି, ଏଣୁ ନିଜ ପାଇଁ ଯୋଗ୍ୟ ବରଟିଏ ଖୋଜିନେ, କାରଣ ଶାସ୍ତ୍ରର ମାନ୍ୟତା କନ୍ୟା ବିବାହ ଯୋଗ୍ୟା ହୋଇଗଲା ପରେ ଯେଉଁ ପିତା କନ୍ୟା ବିବାହ କରାନ୍ତି ନାହିଁ ସେ ପିତା ନିନ୍ଦନୀୟ ଅଟନ୍ତି। ସେହିଭଳି ପିତାଙ୍କ ମୃତ୍ୟୁ ପରେ ଯେଉଁ ବ୍ୟକ୍ତି ବିଧବା ମାର ଅନାଦର କରିଥାଏ ସେ ପୁତ୍ର ମଧ୍ୟ ନିନ୍ଦନୀୟ। ପିତାଙ୍କ ଠାରୁ ଏହା ଶୁଣିବା ପରେ କନ୍ୟା ସାବିତ୍ରୀ ତୁରନ୍ତ ବରପାତ୍ର ସନ୍ଧାନରେ ବାହାରି ପଡ଼ିଲେ। ମଦ୍ର ନରେଶ ସବାରିରେ ସାବିତ୍ରୀଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ସହ ପଠାଇଦେଲେ। ରାଜର୍ଷି ଦ୍ୟୁମତ ସେନଙ୍କ ରମଣୀୟ ତପୋବନ ମଧ୍ୟରେ ସାବିତ୍ରୀ କିଛି ଦିନ ବରପାତ୍ର ସନ୍ଧାନରେ ବୁଲିଲେ। ଏକଦା ମଦ୍ର ନରେଶ ରାଜସଭାରେ ଦେବର୍ଷି ନାରଦଙ୍କ ସହ କଥା ହେଉଥିଲେ। ସେହି ସମୟରେ ମନ୍ତ୍ରୀଙ୍କ ସହ ସାବିତ୍ରୀ ସେହି ବାଟ ଦେଇ ରାଜ ଉଆସକୁ ପ୍ରତ୍ୟାବର୍ତ୍ତନ କଲେ। ରାଜକୁମାରୀ ସାବିତ୍ରୀଙ୍କୁ ଦେଖି ଦେବର୍ଷି ରାଜାଙ୍କୁ ତାଙ୍କ ବାହ୍ୟ ଭ୍ରମଣର ଅଭିପ୍ରାୟ ଜିଜ୍ଞାସା କଲେ। ରାଜା କହିଲେ, ସେ ନିଜ ପାଇଁ ବରପାତ୍ରର ସନ୍ଧାନରେ ଯାଇଥିଲେ। ରାଜା ସାବିତ୍ରୀ ଫେରି ଆସିଛନ୍ତି ଏ କଥା ଜାଣି ତାଙ୍କୁ ରାଜଦରବାରକୁ ଡକାଇଲେ ଓ ବରପାତ୍ର ନିର୍ବାଚନ ପ୍ରସଙ୍ଗରେ ପଚାରିଲେ। ଏହାର ଉତ୍ତର ଦେଇ ସାବିତ୍ରୀ କହିଲେ, ସେ ଶାଲ୍ୱ ଦେଶ ରାଜାଙ୍କ ପୁତ୍ର ସତ୍ୟବାନ, ଯିଏ ଜଙ୍ଗଲରେ ଲାଳନ ପାଳନ ହୋଇଛନ୍ତି, ତାଙ୍କୁ ହିଁ ସ୍ୱାମୀ ରୂପେ ନିର୍ବାଚନ କରି ଆସିଛନ୍ତି। ରାଜକୁମାରୀଙ୍କ ଠାରୁ ଏହା ଶୁଣି ଦେବର୍ଷି ନାରଦ କହିଲେ, ରାଜନ, ଏହା ବହୁତ ଦୁର୍ଭାଗ୍ୟଜନକ ଓ ଦୁଃଖମୟ। ସାବିତ୍ରୀ ଯେଉଁ ବରକୁ ଚୟନ କରିଛନ୍ତି ସେ ସ୍ୱଳ୍ପାୟୁ। ତାଙ୍କର ପରମାୟୁ ଆଜିଠାରୁ ମାତ୍ର 1 ବର୍ଷ ଅଛି। ଏପରି ଏକ ସ୍ୱଳ୍ପାୟୁ ବର ସହ ରାଜକୁମାରୀଙ୍କ ବିବାହ ଅନୁଚିତ। ଏ କଥା କହି ଦେବର୍ଷି ପ୍ରସ୍ଥାନ କଲେ। ସାବିତ୍ରୀ ରାଜାଙ୍କୁ କହିଲେ, ପିତା ଯେପରି ଥରେ ମାତ୍ର କନ୍ୟାଦାନ କରିଥାନ୍ତି, ଠିକ୍ ସେହିଭଳି ସେ ତାଙ୍କର ବରପାତ୍ର ନିର୍ବାଚନ କରିସାରିଛନ୍ତି ଏବଂ ସେ ସତ୍ୟବାନଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଅନନ୍ୟ ଉପାୟ ହୋଇ ସତ୍ୟବାନଙ୍କ ସହ ପୂର୍ଣ୍ଣ ମର୍ଯ୍ୟାଦା ଏବଂ ସମ୍ପୂର୍ଣ୍ଣ ବୈଦିକ ରୀତିରେ ରାଜା ସାବିତ୍ରୀଙ୍କ ବିବାହ କରାଇଦେଲେ। ବିବାହ ପରେ ସତ୍ୟବାନ ସାବିତ୍ରୀଙ୍କର ହସଖୁସିର ଜୀବନ ବିତି ଯାଇଥିଲା ଏବଂ ଦେବର୍ଷି ନାରଦଙ୍କ କହିବା ଅନୁଯାୟୀ ସତ୍ୟବାନଙ୍କ ମୃତ୍ୟୁ ଦିବସ ମଧ୍ୟ ନିକଟବର୍ତ୍ତୀ ହେଉଥିଲା। ଦିନ ପରେ ଦିନ ଗଣି ଚାଲିଥାନ୍ତି ସାବିତ୍ରୀ। ସତ୍ୟବାନଙ୍କ ମୃତ୍ୟୁକୁ ଆଉ ମାତ୍ର 4 ଦିନ ବାକି ଥାଏ। ସାବିତ୍ରୀ 3 ଦିନର ବ୍ରତ ପାଳନ କଲେ।
ଜଙ୍ଗଲରୁ ସେମାନେ କାଠ କାଟି ଜୀବିକା ନିର୍ବାହ କରୁଥାନ୍ତି। ଅନ୍ତିମ ଦିନ ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ କାଟିବାକୁ ଗଲେ, ସାବିତ୍ରୀ ତାଙ୍କ ସହ ବାହାରିଗଲେ ଯିବା ପାଇଁ। ଜଙ୍ଗଲରେ ଯାତ୍ରା ଅତ୍ୟନ୍ତ କଠିନ ଓ ବିପଦପୂର୍ଣ୍ଣ। ଏଣୁ ସତ୍ୟବାନ ସାବିତ୍ରୀଙ୍କୁ ଯିବା ପାଇଁ ବାରଣ କଲେ। ମାତ୍ର ସାବିତ୍ରୀ ତାଙ୍କ କଥା ନ ମାନି ତାଙ୍କ ସହ ଅରଣ୍ୟକୁ ଗଲେ। ସେ ଯେ ଅଳ୍ପାୟୁ ଏବଂ ତାଙ୍କର ମୃତ୍ୟୁ ଆସି ସନ୍ନିକଟ ହୋଇଛି, ଏ କଥା କେବଳ ସାବିତ୍ରୀଙ୍କୁ ଜଣାଥିଲା। ସତ୍ୟବାନ କାଠ ହାଣୁଥାନ୍ତି। ହଠାତ୍ ତାଙ୍କ ଦେହ ଅବଶ ହୋଇପଡ଼ିଲା। ମୁଣ୍ଡ ଘୁରାଇ ଦେଉଥାଏ। ଦେହ ଖୁବ୍ ଦୁର୍ବଳ ଲାଗୁଥାଏ। ବସିବାର ଶକ୍ତି ନଥାଏ। ସେ ସାବିତ୍ରୀଙ୍କୁ କହିଲେ, ପ୍ରିୟେ, ଦେହଟା କିପରି କିପରି ଲାଗୁଛି। ମୋର ଭାରି ଶୋଇବାକୁ ଇଚ୍ଛା ହେଉଛି। ବିଚଳିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ମସ୍ତକକୁ ନିଜ କୋଳରେ ରଖିନେଲେ। ସତ୍ୟବାନ ଝାଉଁଳି ପଡ଼ିଥାନ୍ତି ସାବିତ୍ରୀଙ୍କ କୋଳରେ। ମୃଦୁ ହସ୍ତ ଚାଳନାରେ ସାବିତ୍ରୀ ସତ୍ୟବାନଙ୍କ କପାଳକୁ ଆଉଁସି ଦେଉଥାନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ହେଲେ ମୃତ୍ୟୁ ଦେବତା ଯମ। ଯମରାଜ ସତ୍ୟବାନଙ୍କ ପିଣ୍ଡରୁ ପ୍ରାଣ ବାହାର କରି ଚର୍ମ ରଜ୍ଜୁ ଦ୍ୱାରା ବନ୍ଧନ କଲେ ଓ ଦକ୍ଷିଣ ଦିଗ ଯମଲୋକ ଅଭିମୁଖେ ଅଗ୍ରସର ହେଲେ। ଯମରାଜଙ୍କୁ ସାବିତ୍ରୀ ସ୍ୱାମୀ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେବା ପାଇଁ ବାରମ୍ବାର ଅନୁନୟ କରିଚାଲିଥାନ୍ତି। ଯମରାଜ ଏଥିରେ ନିଜର ଅକ୍ଷମତା ପ୍ରକାଶ କରନ୍ତେ ସାବିତ୍ରୀ ତାଙ୍କୁ ଅନୁସରଣ କରିବାରେ ଲାଗିଲେ। ଯମରାଜ ଏଥିରୁ ତାଙ୍କୁ ନିବୃତ୍ତ କରି କହିଲେ, କଲ୍ୟାଣୀ, ତୁମେ ଫେରିଯାଅ। ସ୍ୱାମୀଙ୍କ ଜୀବନ ବଦଳରେ ଇଚ୍ଛା କର ତ ଅନ୍ୟ କିଛି ବର ମାଗିନିଅ। ସତ୍ୟବାନଙ୍କର ପିତା ତଥା ସାବିତ୍ରୀଙ୍କ ଶ୍ୱଶୁର ରାଜା ଦ୍ୟୁମତ ସେନ ଥିଲେ ଚକ୍ଷୁହୀନ। ସେ ଶତ୍ରୁମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ମଧ୍ୟ ହୋଇଥିଲେ ଏବଂ ଅରଣ୍ୟରେ ବାସ କରୁଥିଲେ। ଯମରାଜଙ୍କ ଠାରୁ ଏ ଆଶାପୂର୍ଣ୍ଣ ବାକ୍ୟ ଶୁଣି ଦେବୀ ସାବିତ୍ରୀ ବର ସ୍ୱରୂପେ ଶ୍ୱଶୁରଙ୍କ ଚକ୍ଷୁଦାନ, ତାଙ୍କ ହରାଇଥିବା ରାଜ୍ୟପ୍ରାପ୍ତି ଓ ନିଜ ପିତାଙ୍କ ପାଇଁ 100 ପୁତ୍ର ପ୍ରାପ୍ତିର ବର ମାଗିଲେ। ଯମରାଜ ତଥାସ୍ତୁ କହି ଆଗେଇ ଚାଲିଲେ। କିଛି ସମୟ ପରେ ଯମରାଜ ଦେଖିଲେ ସାବିତ୍ରୀ ତାଙ୍କୁ ପୁଣି ଅନୁସରଣ କରୁଛନ୍ତି। ଯମରାଜ ଏଥର ବୁଲି ପଡ଼ି ପୁଣି ତାଙ୍କୁ ବାରଣ କରି କହିଲେ, କଲ୍ୟାଣୀ, ଏବେ ପୁଣି ଫେରିଯାଅ। ଚାହୁଁଛ ତ ଆଉ ଏକ ଶେଷ ବର ମାଗିନିଅ। ସାବିତ୍ରୀ ଏତିକିବେଳେ ଅତ୍ୟନ୍ତ ଚତୁରତାର ସହିତ ବରଟିଏ ମାଗିଲେ। ଯମଙ୍କୁ ସେ ବର ପ୍ରାର୍ଥନା କରି କହିଲେ, ହେ ଯମରାଜ, ମୋତେ ଏଇ ଶେଷ ବରଟି ଦିଅନ୍ତୁ, ଯେପରି ମୁଁ ଶତ ଯଶସ୍ୱୀ ପୁତ୍ରର ଜନନୀ ହେବି। ସାବିତ୍ରୀ ତାଙ୍କ ପିଛା ନ ଛାଡ଼ୁଥିବାରୁ ଯମରାଜ ଅତି ବିବ୍ରତ ହୋଇପଡ଼ିଥିଲେ। ସେ ଆଗ ପଛ କିଛି ବିଚାର ନ କରି ତୁରନ୍ତ କହିଦେଲେ, ତଥାସ୍ତୁ। ସାବିତ୍ରୀ ଆଉ କାଳ ବିଳମ୍ବ ନ କରି କୃତାନ୍ତଙ୍କୁ କହିଲେ, ହେ ଧର୍ମରାଜ, ହେ ଯମରାଜ, ଆପଣ ଏବେ ବଚନବଦ୍ଧ, ଏଣୁ ମୋର ସ୍ୱାମୀଙ୍କ ଜୀବନଟି ମୋତେ ଫେରାଇ ଦିଅନ୍ତୁ। ଯମରାଜ କହିଲେ, ଏହା କେମିତି ସମ୍ଭବ? ସାବିତ୍ରୀ ତାଙ୍କୁ କହିଲେ, ହେ ଧର୍ମରାଜ, ଆପଣ ମୋତେ 100 ପୁତ୍ରର ଜନନୀ ହେବା ପାଇଁ ବର ଦେଇ ସାରିଛନ୍ତି। ଏବେ କୁହନ୍ତୁ, ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ରର ଜନନୀ ହେବି? ଏଣୁ ପରୋକ୍ଷରେ ଆପଣ ମୋ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେବା ପାଇଁ ବର ଦେଇ ସାରିଛନ୍ତି। ସାବିତ୍ରୀ ଯମଙ୍କୁ ବର ମାଗିବା ପୂର୍ବରୁ ସତ୍ୟ କରାଇ ନେଇ କହିଥିଲେ, ସନ୍ତୋ ହି ସତ୍ୟେନ ନୟନ୍ତି ସୂର୍ଯ୍ୟ, ସନ୍ତୋ ଭୂମିଂ ତପସା ଧାରୟନ୍ତି, ସନ୍ତୋ ଗତିର୍ଭୂତ ଭବ୍ୟସ୍ୟ ରାଜନ୍, ସନ୍ତାଙ୍ଗ ମଧ୍ୟେନ ବସିଦନ୍ତି ସନ୍ତନଃ। ସାବିତ୍ରୀଙ୍କ କଥା ଯେ ଯୁକ୍ତିଯୁକ୍ତ ତାହା ବୁଝିବାକୁ ଯମଙ୍କୁ ଆଉ ବାକି ରହିଲା ନାହିଁ। ଡେରି ନ କରି ସେ ତୁରନ୍ତ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ଯମଲୋକ ଦିଗରେ ପ୍ରସ୍ଥାନ କଲେ। କଥା ଶେଷ କରି ମାର୍କଣ୍ଡେୟ ମୁନି ଯୁଧିଷ୍ଠିରଙ୍କୁ କହିଲେ, ଏହିପରି ସାବିତ୍ରୀ ନିଜର ପତିବ୍ରତ ଧର୍ମ ଯୋଗୁଁ ନିଜର ପିତା ଓ ଶ୍ୱଶୁର ଦୁଇ କୁଳର ହିତ ସାଧନ କରିବା ସହ ନିଜ ପତିଙ୍କ ଜୀବନ ଫେରି ପାଇବା ପାଇଁ କ୍ଷମ ହୋଇଥିଲେ। ସେ ମହାସତୀ ସାବିତ୍ରୀର ଆଖ୍ୟା ପାଇଛନ୍ତି। ମହର୍ଷି ବୈଶମ୍ପାୟନ ମହାଭାରତର ଏହି କଥାକୁ ଉପସ୍ଥାପନ କରି କହିଥିଲେ, ଏହି ପ୍ରକାରେ ମହର୍ଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ ବୁଝାଇ ଦେଲା ପରେ ସେ ଶୋକ ସନ୍ତାପ ରହିତ ହୋଇ କାମ୍ୟକ ଅରଣ୍ୟରେ ନିବାସ କଲେ। ଯିଏ ପରମ ପାବନ ଏହି ସାବିତ୍ରୀ ଚରିତକୁ ଶ୍ରଦ୍ଧାପୂର୍ବକ ଶ୍ରବଣ କରିବ, ତାହାର ସମସ୍ତ ମନୋରଥ ପୂରଣ ହୋଇ ସୁଖ ଶାନ୍ତିରେ ସେ କାଳାତିପାତ କରିବ। ପ୍ରକୃତରେ ଦେବୀ ସାବିତ୍ରୀ ଦୁଇ କୁଳକୁ ହିତା ଥିଲେ। ପିତା ଏବଂ ପତି ଉଭୟଙ୍କ କୁଳକୁ ସେ ତାଙ୍କର ଦ୍ୟୁତି ଦ୍ୱାରା ଆଲୋକିତ କରିଛନ୍ତି। ମହାଭାରତ ଛଡ଼ା ବ୍ରହ୍ମ ବୈବର୍ତ ପୁରାଣର ପ୍ରକୃତି ଖଣ୍ଡର 10ଟି ଅଧ୍ୟାୟରେ ସାବିତ୍ରୀ ଚରିତ ବର୍ଣ୍ଣିତ ହୋଇଛି। ସାବିତ୍ରୀଙ୍କ ବର୍ଣ୍ଣନା କରି ବ୍ରହ୍ମ ବୈବର୍ତ ପୁରାଣରେ କୁହାଯାଇଛି,
सूर्य अधिदेवी आउ मंत्र अधिष्ठात्री ए हेतु सावित्री नाम अटे वेद कर्त्री। ब्रह्म वैवर्त पुराण रे देवी सावित्रीकृत और धर्मराज को समर्पित गोटे अष्टक मध्य देखा मिलता है। से अष्टकर शेष पदरे देवी सावित्री कहिछंती, महापापी जदि पठे नित्यम सावित्रीकृत अष्टकम भक्त्या भावे भो नारद यमः करोति तम शुद्धम काय बुहेन निश्चितम। जय माँ सावित्री देवी। श्रोता बंधु, आज आमे शुणुथिले देवी सावित्री को नहीं एक सुंदर आमर पुराण कल्प एक आलेख्य जार शीर्षक थिला महाशक्ति सावित्री कथा, जार रचयिता थिले श्रीयुक्त अर्जुनी चरण बेहेरा। आम ऑडियोटी आपण मानकु केमती लागिला, आपण मानकर मतामत अपेक्षा रहुछि। अनेक अनेक शुभेच्छा सावित्री व्रतर एवं पवित्र तिथिर। धन्यवाद।